जय जगन्नाथ. This is Diljit Sriraj from Utkal Classes Nimapda. ମୁଁ ତୁମମାନଙ୍କୁ ସ୍ୱାଗତ କରୁଛି ଆମର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ଉତ୍କଳ କ୍ଲାସେସକୁ। ତ ଆଜିର ଭିଡ଼ିଓ ଲେକ୍ଚରରେ ଆମେ ଚତୁର୍ଥ ଅଧ୍ୟାୟର ଦ୍ୱିତୀୟ ପାଠ ଉପରେ ଆଲୋଚନା କରିବା। ଆମେ ଦେଖୁଥିଲେ ସ୍ୱାଧୀନତା ପରେ ଓଡ଼ିଶାର ବିକାଶ। ତ ଏଇଟା ଦ୍ୱିତୀୟ ପାଠ, ଶିକ୍ଷାର ବିକାଶ। ତେବେ ସ୍ୱାଧୀନତା ପରେ ପରେ ଶିକ୍ଷାର ବିକାଶ କେଉଁଭଳି ଭାବରେ ହୋଇଥିଲା ଆମେ ସେ ବିଷୟରେ ଆଲୋଚନା କରିବା। ଯଦି କହିବା ମାନବ ସମ୍ବଳ ଦେଶର ସବୁଠାରୁ ମୂଲ୍ୟବାନ ସମ୍ପଦ। ମାନବ ସମ୍ବଳକୁ ବିକଶିତ କରିବା ପାଇଁ ଶିକ୍ଷା ଓ ପ୍ରଶିକ୍ଷଣର ଏକାନ୍ତ ଜରୁରୀ। ମାନବ ସମ୍ବଳ ପିଲାମାନେ ମନୁଷ୍ୟ ହିଁ ମାନବ ସମ୍ବଳ। ମାନବ ସମ୍ବଳର ବିକାଶ କେତେବେଳେ ହବ? ଯେତେବେଳେ ମାନବ ସମ୍ବଳ ବା ମନୁଷ୍ୟମାନେ ଶିକ୍ଷା ଓ ପ୍ରଶିକ୍ଷଣ ପାଇପାରିବେ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶା ସରକାର ଏହି କଥା ଉପଲବ୍ଧି କରି ଏହାର ବିକାଶ ପାଇଁ ବିହିତ ପଦକ୍ଷେପ ନେଇଥିଲେ। ପିଲାମାନେ ତୁମମାନେ ଚିନ୍ତା କର ଯେ ମାନବ ସମ୍ବଳର ବିକାଶ ବା ଆମମାନଙ୍କର ବିକାଶ କେମିତି ହେଉଛି। ଯଦି ଆମେ ଆଜି ଟେକ୍ନୋଲୋଜିକୁ ଆଡପ୍ଟ କରୁଛେ ବା ବିଭିନ୍ନ ବୈଜ୍ଞାନିକ ସମସ୍ତ କାର୍ଯ୍ୟକ୍ରମ ଆମେ କରିପାରୁଛେ, ଯଦି ଆମେ ବିଜ୍ଞାନର ଜ୍ଞାନ କୌଶଳ ଶିକ୍ଷା କରିନଥାନ୍ତା ତାହେଲେ ଏହା କେବେ ସମ୍ଭବ ହେଇପାରିନଥାନ୍ତା। ତେଣୁକରି ଯାହା ବି ଟେକ୍ନୋଲୋଜି ରହୁଛି, ଯାହା ବି ସାଇନ୍ସ ରିଲେଟେଡ୍ ଜିନିଷ ରହୁଛି ତାକୁ ମନୁଷ୍ୟ ହିଁ ତିଆରି କରୁଛି। କେମିତି ମନୁଷ୍ୟ ତିଆରି କରୁଛି? ନା ଉପଯୁକ୍ତ ପ୍ରଶିକ୍ଷଣ ଆଉ ଶିକ୍ଷା ଦ୍ୱାରା। ସେମିତି ଯଦି ଆମେ ମେଡିକାଲ ସାଇନ୍ସ କଥା କହିବା, ମଣିଷ ଆଜି ବିଭିନ୍ନ ପ୍ରକାର କ୍ରିଟିକାଲ ସର୍ଜରୀ କରିପାରୁଛି, ବିଭିନ୍ନ ମେଡିକାଲ ଟ୍ରିଟମେଣ୍ଟ ଦେଇପାରୁଛି। କେମିତି ଦଉଛି? ଉଚିତ ପ୍ରଶିକ୍ଷଣ ଦ୍ୱାରା ଦେଇପାରୁଛି। ପ୍ରଶିକ୍ଷଣ ଉଚିତ ଶିକ୍ଷା। ତେଣୁକରି ଏଇଟା ମାନବ ସମ୍ବଳର ଡେଭଲପମେଣ୍ଟ। ତେଣୁକରି ମାନବ ସମ୍ବଳର ଡେଭଲପମେଣ୍ଟ ପାଇଁ ସେତେବେଳେ ସରକାର ଜାଣିଥିଲେ ଯେ ମାନବର ବିକାଶ ମାନବ ସମ୍ବଳ ବିକାଶ ସେତେବେଳେ ହେଇପାରିବ ଯେତେବେଳେ ତାକୁ ଉପଯୁକ୍ତ ଶିକ୍ଷା ଦିଆଯିବ ଏବଂ ପ୍ରଶିକ୍ଷଣ ଦିଆଯିବ। ତେଣୁକରି ଏହାକୁ ଉପଲବ୍ଧି କରି ସେ ଏ ଦିଗରେ କାମ କରିଥିଲେ। ତେଣୁକରି ସ୍ୱାଧୀନତା ପରେ ଶିକ୍ଷା କେମିତି ସୁଦୃଢ଼ ହୋଇଥିଲା, ଶିକ୍ଷାର କେମିତି ବିକାଶ ହେଇଥିଲା, ପାହାଚ ପାହାଚ କରି ଦେଖିବା। ଯଦି କହିବା ପିଲାମାନେ, ପ୍ରଥମେ ଏଠି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର କଥା କୁହାଯାଇଛି। ସ୍ୱାଧୀନତା ପରେ ସମସ୍ତେ ପିଲେ ବହି ଓପନ କରିବ ଭିଡ଼ିଓ ଦେଖିଲା ବେଳେ, ଆଉ ପେନସିଲଟେ ପାଖରେ ରଖିବ। ଯେଉଁ ପଏଣ୍ଟ ଗୁଡ଼ାକ ଇମ୍ପୋର୍ଟାଣ୍ଟ ମୁଁ ତାକୁ ହାଇଲାଇଟ୍ କରିବି, ସେଗୁଡ଼ାକ ହିଁ ତୁମେ ଅଣ୍ଡରଲାଇନ୍ କରିବ ଆଉ ସେଇଗୁଡ଼ାକରୁ ହିଁ କୋଶ୍ଚିନ୍ ତୁମର ଆସିବ। ରିଭିଜନ କଲାବେଳେ ସେଇତକ ଜିନିଷ ପଢ଼ିଦେଲେ ଆଉ ପୁରା ବିଷୟ ପଢ଼ିବାକୁ ଆବଶ୍ୟକ ପଡ଼ିବନି। ପିଲାମାନେ ସ୍ୱାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମୌଳିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯଦି କହିବା ସ୍ୱାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମୌଳିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ମୌଳିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେବେ ଏହି ମୌଳିକ ଶିକ୍ଷା ପଦ୍ଧତି ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ମୌଳିକ ଶିକ୍ଷା ପଦ୍ଧତି କାହାର ସ୍ୱପ୍ନ ଥିଲା? ମୌଳିକ ଶିକ୍ଷା ପଦ୍ଧତି ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ଥିଲା। ଏହାଦ୍ୱାରା ଶିଶୁର କର୍ମାଭିମୁଖୀ ଶିକ୍ଷା ପ୍ରଦାନ କରି ସ୍ୱାବଲମ୍ବୀ ହେବାର ବ୍ୟବସ୍ଥା କରାଯାଉଥିଲା। ତାହେଲେ ଏଇ ଯେଉଁ ମୌଳିକ ଶିକ୍ଷା କ'ଣ? ନା ଏହି ମୌଳିକ ଶିକ୍ଷା ଦ୍ୱାରା ଶିଶୁକୁ କର୍ମାଭିମୁଖୀ, ଯୋଉଟାକୁ ସ୍କିଲ୍ କହୁଛେ, ପିଲାମାନଙ୍କୁ ସ୍କିଲ୍ ଶିକ୍ଷା ହଉଥିଲା। କ'ଣ ପିଲାମାନେ ସ୍କିଲ୍? ନା ଧର ଜଣେ ମାଟିରେ ବିଭିନ୍ନ ମାଟିର ସରଞ୍ଜାମ ଗଢ଼ିବା ପାଇଁ ଚାହୁଁଛି, ତେଣୁକରି ସେ କିଭଳି ମାଟିର ସରଞ୍ଜାମ, ଯେମିତି ତୁମମାନଙ୍କର ହେଇଗଲା ମାଟି ହାଣ୍ଡି, ଘଡ଼ି, ଏସବୁ ଜିନିଷ କେମିତି ତିଆରି କରିପାରିବ, ତାକୁ ମୌଳିକ ଶିକ୍ଷା ପ୍ରଦାନ କରାଯାଉଥିଲା ବା ପ୍ରଶିକ୍ଷଣ ଦିଆଯାଉଥିଲା। ତେବେ 1947ରୁ 1948 ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ 2ଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ। ମନେ ରଖିବ ପିଲେ, 1947-48 ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ 2ଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ। 2ଟା ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲା ଯାଇଥିଲା। କ'ଣ ସେ 2ଟା ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ? ନା ଯୋଉଠି ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ 2ଟି ଅନୁଗୁଳ ଓ ରସୁଲକୋଣ୍ଡା
ଠାରେ ଖୋଲା ଯାଇଥିଲା। ପିଲାମାନେ ମନେ ରଖିବ ଏଇ ଦିଟା ଯୋଉ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲା ଯାଇଥିଲା ସେଟା କେଉଁଠି ଖୋଲା ଯାଇଥିଲା? ସରକାର ପ୍ରାଥମିକ ପାଠ୍ୟଘୋଷାଳରେ ବ୍ୟାପକ ପରିବର୍ତ୍ତନ କରି ଏହାକୁ କର୍ମାଭିମୁଖୀ ଶିକ୍ଷାରେ ପରିଣତ କରିଥିଲେ। କର୍ମାଭିମୁଖୀ କାମ କଲା ଭଳିଆ ଶିକ୍ଷା ଦିଆଯିବ। ଆଚ୍ଛା, 1950 ମସିହା ବେଳକୁ ଆଉ 60ଟି ମୌଳିକ ଶିକ୍ଷା ବିଦ୍ୟାଳୟ ଓ ଆଉ 2ଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହେଲା। ଯଦି କହିବା ପିଲେ 1950 ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ଥିଲା 10,165 ଏବଂ ଛାତ୍ରଛାତ୍ରୀଙ୍କର ସଂଖ୍ୟା ଥିଲା 4,41,967। ପରବର୍ତ୍ତୀ ସମୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପରିମାର୍ଜିତ ହେଲା। ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଧ୍ୟମିକ ଶିକ୍ଷା କୁହାଯାଉଥିଲା। ପିଲା ଇମ୍ପୋର୍ଟାଣ୍ଟ ଅଣ୍ଡରଲାଇନ୍ କରିବ। ମାଧ୍ୟମିକ ଶିକ୍ଷା କାହାକୁ କୁହାଯାଉଥିଲା? ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ। ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅନ୍ତର୍ଭୁକ୍ତ କରାଯାଉଥିଲା ଓ ଅଷ୍ଟମ ଠାରୁ ଏକାଦଶ ପର୍ଯ୍ୟନ୍ତ 4 ବର୍ଷର ଶିକ୍ଷାକୁ ଉଚ୍ଚ ମାଧ୍ୟମିକ ବା ହାଇସ୍କୁଲ ଶିକ୍ଷା ଭାବରେ ଗ୍ରହଣ କରାଯାଉଥିଲା। ପିଲାମାନେ ଏଠି ଦେଇଛି ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅନ୍ତର୍ଭୁକ୍ତ କରାଯାଉଥିଲା। ଯଦି ପିଲାମାନେ କହିବା ଅଷ୍ଟମ ଠାରୁ ଏକାଦଶ ପର୍ଯ୍ୟନ୍ତ 4 ବର୍ଷର ଶିକ୍ଷାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବା ହାଇସ୍କୁଲ ଶିକ୍ଷା ଭାବରେ ଗ୍ରହଣ କରାଯାଉଥିଲା। ହାଇସ୍କୁଲ ଶିକ୍ଷା ଭାବରେ କାହାକୁ ଗ୍ରହଣ କରାଯାଉଥିଲା? ଅଷ୍ଟମ ଠାରୁ ଏକାଦଶ ପର୍ଯ୍ୟନ୍ତ ଶିକ୍ଷାକୁ। ପିଲାମାନେ ଯଦି କହିବା 1950 ବେଳକୁ ଓଡ଼ିଶାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ସଂଖ୍ୟା ଥିଲା 499। ପିଲାମାନେ ଇଂରାଜୀ ବିଦ୍ୟାଳୟ ସଂଖ୍ୟା 1950 ମସିହା ବେଳକୁ 499 ଥିଲା ଓ ଏଥିରେ 46,217 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ତେବେ ସେହି ସମୟରେ ରାଜ୍ୟରେ ହାଇସ୍କୁଲ ଗୁଡ଼ିକର ସଂଖ୍ୟା ଥିଲା 153 ଓ ଏଗୁଡ଼ିକରେ 43,893 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ପିଲାମାନେ ଯଦି କହିବା ସେହି ସମୟରେ ରାଜ୍ୟରେ ହାଇସ୍କୁଲ ଗୁଡ଼ିକର ସଂଖ୍ୟା 1950 ମସିହାରେ ହାଇସ୍କୁଲ ସଂଖ୍ୟା କଥା ଯଦି କହିବା 153 ଓ ଏଠିରେ ଟୋଟାଲ 43,893 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ଗୁଡ଼ିକର ସଂଖ୍ୟା ଉଭୟ ସରକାରୀ ଓ ବେସରକାରୀ ଉଦ୍ୟମରେ ବୃଦ୍ଧି ପ୍ରାପ୍ତ ହେଲା। ବିଂଶ ଶତାବ୍ଦୀର ଶେଷ 2 ଦଶକରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ହେଲା। ଓଡ଼ିଶା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଚାଳନା ପାଇଁ ଓଡ଼ିଶା ସେକେଣ୍ଡାରୀ ଏଜୁକେସନ ଆକ୍ଟ 1953 ବଳରେ ଓଡ଼ିଶାରେ ମାଧ୍ୟମିକ ଶିକ୍ଷା ପରିଷଦ ଗଠନ ହେଲା। ପିଲାମାନେ ଓଡ଼ିଶାରେ ମାଧ୍ୟମିକ ଶିକ୍ଷା ପରିଷଦ କେବେ ଗଠନ ହୋଇଥିଲା? 1953ରେ। ଯଦି କହିବା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ପରିଚାଳନା ଭାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ହାତରେ ରହିଲା। କାରଣ ଯୋଉ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେମିତି ହବ ତାର ପରିଚାଳନାର ଭାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଭାରତୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ହାତରେ ରହିଲା। ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାକୁ ଅଧିକରୁ ଅଧିକ ପିଲାଙ୍କ ନାମ ଲେଖା ଉପରେ ଗୁରୁତ୍ୱ ଦିଆଯାଇଛି। 14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନେ ଯେପରି ବିଦ୍ୟାଳୟ ଛାଡ଼ି ନ ଯିବେ ସେଥିପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ଶିଶୁମାନଙ୍କ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ 1995 ମସିହା ଠାରୁ ସରକାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା ବା ଡିପିପି 1996 ମସିହା ଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି। ପିଲାମାନେ ଦେଖ ଯୋଉ 14 ବର୍ଷୀୟ ଶିଶୁ ରହିଲେ ସେମାନେ କିପରି ବିଦ୍ୟାଳୟ ଛାଡ଼ିକି ନ ଯିବେ ଏବଂ ଅଧିକ ନାମ ଲେଖା ହେଇପାରିବ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପଦକ୍ଷେପ ଗୁଡ଼ିକ କ'ଣ? ନା ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି। ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ 1995 ମସିହା ଠାରୁ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, କେନ୍ଦ୍ର ସରକାରଙ୍କ ସହାୟତାରେ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା 1996 ମସିହା ଠାରୁ ଓଡ଼ିଶାରେ
କାର୍ଯ୍ୟକାରୀ କରୁଛି। ତେବେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ପିଲାମାନେ କଣ ଥିଲା? ଏହି ଯୋଜନାର ପିଲାମାନେ ମୁଖ୍ୟ ଲକ୍ଷ୍ୟ ଯଦି କହିବା, ସମସ୍ତ ଶିଶୁଙ୍କ ପାଖରେ ପ୍ରାଥମିକ ଶିକ୍ଷା ସୁବିଧାକୁ ପହଞ୍ଚାଇବା, ପ୍ରାଥମିକ ପାଠ ପଢା ଛାଡି ଚାଲି ଯାଉଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା 10% କମାଇବା, ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟା ଆହରଣ କୃତିକୁ 25% ବଢାଇବା ଏବଂ କନ୍ୟା ଶିଶୁ ଓ ଅବହେଳିତ ସାମାଜିକ ଗୋଷ୍ଠୀର ଶିଶୁଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା। ତେବେ ଯଦି କହିବା ଏଇ ଯୋଉ ସବୁ ଯୋଜନା ଗୁଡିକ କରାଯାଇଥିଲା ତାହାର ମୁଖ୍ୟ ଲକ୍ଷ୍ୟ କଣ ଥିଲା? ଯଦି ଏମିତି ପ୍ରଶ୍ନ ଆସିଲେ ତାର ଉତ୍ତର ଆମକୁ ଯୋଉ ଅଣ୍ଡରଲାଇନ୍ କଲି ସେତିକି ଆମକୁ ଲେଖିବାକୁ ପଡିବ। ତେବେ ପ୍ରାଥମିକ ଶିକ୍ଷାକୁ ଲୋକପ୍ରିୟ କରାଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ପିଲାମାନେ ଦେଖ, ଯଦି ଆମେ କହିବା ଯୋଉ ପ୍ରାଥମିକ ଶିକ୍ଷା ରହିଲା ତାକୁ ଲୋକପ୍ରିୟ କରାଇବା ପାଇଁ ସରକାର କଣ କଣ ପଦକ୍ଷେପ ନେଇଛନ୍ତି? ପ୍ରାଥମିକ ଶିକ୍ଷାକୁ ଲୋକପ୍ରିୟ କରାଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ସମଗ୍ର ଓଡ଼ିଶାରେ ନୂତନ ବିଦ୍ୟାଳୟ ମାନ ଖୋଲା ଯାଇଛି। ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ମାଧ୍ୟମିକ ଶିକ୍ଷା ପାଇଁ ଅନେକ କାର୍ଯ୍ୟ, ପିଲାମାନେ ଦେଖିବା ପ୍ରାଥମିକ ଶିକ୍ଷା ପାଇଁ କଣ କାର୍ଯ୍ୟକ୍ରମ କରାହେଲା ତାକୁ ଅଣ୍ଡରଲାଇନ୍ କରିଦଉଛି। ତାପରେ ମାଧ୍ୟମିକ ଶିକ୍ଷା ପାଇଁ ଦେଖିବା, ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ସମଗ୍ର ଓଡ଼ିଶାରେ ନୂତନ ବିଦ୍ୟାଳୟ ମାନ ଖୋଲା ଯାଇଛି। ଯଦି କହିବା ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଇଛି। ପିଲାମାନେ ଏଠି ମାଧ୍ୟମିକ ଏଠି ମାଧ୍ୟମିକ ଶିକ୍ଷା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଏଇ ଯୋଉ ମାଧ୍ୟମିକ ଶିକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେଗୁଡା କୋଉ କୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି? ରାଜ୍ୟରୁ 6,000ରୁ ଅଧିକ ସରକାରୀ ବା ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। 2009ରୁ 2010 ଶିକ୍ଷାବର୍ଷ ଠାରୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନାମକ ଏକ ବହୁମୁଖୀ ଶିକ୍ଷା ଯୋଜନା ର ଶୁଭାରମ୍ଭ କରିଛନ୍ତି। ଆଉ କଣ କରିଛନ୍ତି? ଉତ୍ତମ ଗୁଣବତ୍ତା ଭିତ୍ତିକ ଶିକ୍ଷାଦାନ ଏହି ଅଭିଯାନର ମୂଳ ଲକ୍ଷ୍ୟ। 14ରୁ 18 ବର୍ଷ ପିଲାମାନେ ଯେପରି ସୁଲଭ ସୁଶିକ୍ଷା ଲାଭ କରିପାରିବେ ତାହା ଏହି ଅଭିଯାନର ଲକ୍ଷ୍ୟ। ତେବେ ମାଧ୍ୟମିକ ଶିକ୍ଷା ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି ସେଗୁଡିକ ଅଣ୍ଡରଲାଇନ୍ କରିଦବା। ଓକେ, ଏତକ ପିଲା ଅଣ୍ଡରଲାଇନ୍ କରିଦବ, ଏଟା ମାଧ୍ୟମିକ ଶିକ୍ଷା ପାଇଁ। ତାପରେ ପିଲାମାନେ ଏଠି ଅଛି ଗୋଟେ ଟପିକ, ବାଳିକା ମାନଙ୍କୁ ମାଧ୍ୟମିକ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି କହିବା ପିଲା ବାଳିକା ମାନଙ୍କ ପାଇଁ କଣ କରିଛନ୍ତି, ଏଟା କ୍ୱେଶ୍ଚିନ୍ ଆସିବ, ଆନ୍ସର ଗୁଡିକ ସବୁ ୟେଲୋରେ ମୁଁ ମାର୍କିଂ କରୁଛି। ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉନ୍ନୟନ ବ୍ଲକ ମାନଙ୍କର ଝିଅ ମାନଙ୍କ ପାଇଁ ଛାତ୍ରୀ ନିବାସ ନିର୍ମିତ ହୋଇଛି। ଛାତ୍ରୀ ମାନଙ୍କୁ ଜାତୀୟ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପ୍ରତି ଆକୃଷ୍ଟ କରାଯାଇଛି। ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ବ୍ଲକରେ ସରକାରୀ ମଡେଲ ସ୍କୁଲ ପ୍ରତିଷ୍ଠା କରିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ କେନ୍ଦ୍ର ସରକାର, ପିଲା ଏତକ ଅଣ୍ଡରଲାଇନ୍ କରିଦିଅ। ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ମାଦ୍ରାସା ଶିକ୍ଷାକୁ ଆଧୁନିକରଣ କରାଯାଉଛି। ସାଂସ୍କୃତିକ ଶିକ୍ଷାକୁ ମଧ୍ୟ ପ୍ରୋତ୍ସାହନ କରାଯାଉଛି। ତେବେ ଇଏ ଥିଲା ପିଲେ କଣ ନା ମାଧ୍ୟମିକ ଶିକ୍ଷା ପାଇଁ, ମାଧ୍ୟମିକ ଶିକ୍ଷା କିପରି ବାଳିକା ମାନଙ୍କୁ ଅଧିକ ଆକର୍ଷିତ କରିହେବ ତା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡିକ। ତେବେ ଏଇଠି ଆମେ ଯୋଉ ପିଲାମାନେ ପଢୁଛେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଦ୍ୱାରା ଯୋଉ ସବୁ ପଦକ୍ଷେପ ନିଆଯାଉଛି, ତେବେ ସେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ କଣ? ଶିକ୍ଷା ଅଭିଯାନ
कौन ये तुम जान अच्छी पिलाने राष्ट्रीय माध्यमिक शिक्षा अभियान बा आम जहाँ कहे RMSA उद्देश्य हूँ घर ठार 5 किलोमीटर मध्य माध्यमिक शिक्षा और 7 ରୁ 10 किलोमीटर मध्य उच्च माध्यमिक शिक्षा शिक्षा उपलब्ध कराइबा मन रख पड़ा यहाँ इम्पोर्टाट क्वेश्चन जो आम स्कूल गुड़िक माध्यमिक स्कूल गुड़िक 5 किलोमीटर भितर एवं जो उच्च माध्यमिक कॉलेज गुड़िक तुम +2 कॉलेज कथा कौच +2 गुड़िक स्कूल हाई स्कूल गुड़िक 7 ରୁ 10 किलोमीटर मध्य दिज्व आगामी 5 वर्ष मध्य मोटामोटी नाम लेखा अनुपात 75% को वृद्धि करवा यार लक्ष्य राष्ट्रीय माध्यमिक शिक्षा अभियान लक्ष्य गुड़िक कौन आम पढ़ुचे फास्ट 5 किलोमीटर भितर माध्यमिक शिक्षा 7 ରୁ 10 किलोमीटर भितर उच्च माध्यमिक शिक्षा आगामी 5 वर्ष मध्य मोटामोटी नाम लेखा अनुपात को 75% वृद्धि करवा गोटे 5 मार्क क्वेश्चन आसो इम्पोर्टाट 2017 सुधा समस्त को माध्यमिक शिक्षा उपलब्ध कराइबा सबु पिला विद्यालय त्याग कर निवृत्त करवा असुविधार रहुवा गोष्ठी पिला माध्यमिक शिक्षा उपलब्ध कराइबा शिक्षार गुणवत्ता वृद्धि कराइबा RMS लक्ष्य पिला माने आम देखिले माध्यमिक शिक्षा उच्च माध्यमिक शिक्षा एवं आम महाविद्यालय एवं विश्वविद्यालय उपरे आलोचना करवा महाविद्यालय और विश्वविद्यालय केमती अग्रगति होइथिला स्वाधीनता पर से विषय आम डिस्कशन करवा पिला माने स्वाधीनता बेलू ओडिशा रे उत्कल विश्वविद्यालय नाम गोटे मात्र विश्वविद्यालय था जदि कहवा आम जो समस्त जाने भुवनेश्वर रे उत्कल विश्वविद्यालय रही स्वाधीनता पर केवल गोटाए मात्र विश्वविद्यालय रही विश्वविद्यालय 1943 मसीह एक सहबंधन और परीक्षा परिचालन विश्वविद्यालय भाव में कार्य करथिला तेबे महाविद्यालय शिक्षा क्षेत्र में 20 शताब्दी पंचम दशंधि सेते उत्साहजनक नथिला रेभेन्सा महाविद्यालय थिला ओडिशा उच्च शिक्षा क्षेत्र में एकमात्र अनुष्ठान पिला मन देखो जदि कहबा स्वाधीनता बेला को ओडिशा रे उत्कल विश्वविद्यालय गोटे मात्र विश्वविद्यालय थिला एवं यही विश्वविद्यालय 1943 मसीह एक सहबंधन और परीक्षा परिचालन विश्वविद्यालय भाव में कार्य आरंभ करथिला परीक्षा परिचालन कार्य एठु आरंभ होइथिला जदि कहिबा शिक्षा क्षेत्र में 20 शताब्दी पंचम दशंधि सेते उत्साहजनक नथिला से समय एटा एते आग्रहजनक नथिला एक रेभेन्सा महाविद्यालय थिला ओडिशा उच्च शिक्षा क्षेत्र में एकमात्र अनुष्ठान जदि कहबा केवल रेभेन्सा ही थिला उच्च शिक्षा क्षेत्र में गोटे अनुष्ठान बालेश्वर पुरी संबलपुर रे 3टी कनिष्ठ महाविद्यालय थिला 3टी कनिष्ठ महाविद्यालय केउन थिला बालेश्वर पुरी और संबलपुर 1947 सरकार सेगुड़ को डिग्री श्रेणी संयुक्त कले बालेश्वर पुरी और संबलपुर रे जो कनिष्ठ महाविद्यालय गुड़िक था डिग्री श्रेणी संयुक्त कले 1947 मसीहा कोरापुट रे एक इंटरमीडिएट महाविद्यालय प्रतिष्ठा करागला एवं सही वर्ष पारालाखमुंडी महाविद्यालय सरकार हाथ को नेले 1950 मसीहा आगु रेभेन्सा महाविद्यालय डिग्री स्तर रे विज्ञान शिक्षा इंग्राजी ओडिया और अर्थनीति गणित और रासायनिक विज्ञान रे स्नातकोत्तर शिक्षा व्यवस्था हो सारी प्लान आम जदि कहबा 1950 मसीहा बेलू रेभेन्सा कॉलेज रे केउ सब शिक्षा व्यवस्था हो सारी 1950 मसीहा आगु रेभेन्सा महाविद्यालय रे डिग्री स्तर रे जदि आम डिग्री कथा कहबा विज्ञान शिक्षा इंग्राजी शिक्षा जो ऑनर्स कहचे ओडिया अर्थनीति +3 सब गणित और रासायनिक विज्ञान रे स्नातकोत्तर शिक्षा स्नातक मीन्स कौन तुम जो डिग्री रहा +3 ग्रेजुएशन अन्य 6टी सरकारी महाविद्यालय रे इंटरमीडिएट स्तर रे विज्ञान श्रेणी रखा इंटरमीडिएट मीन्स +2 ओके 1950 बेलू ओडिशा रे सर्वमोट महाविद्यालय संख्या केते थिला 14 एवं
ଏଗୁଡ଼ିକରେ 5699 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ପରବର୍ତ୍ତୀ କାଳରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗର ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ବଢ଼ି ଚାଲିଲା। 1976 ମସିହାରେ ପ୍ରତିଷ୍ଠିତ ହେଲା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ପିଲାମାନେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା? 1967। ଯଦି କହିବା 1981 ମସିହାରେ ପୁରୀଠାରେ ପ୍ରତିଷ୍ଠା କରାଗଲା ଶ୍ରୀ ଜଗନ୍ନାଥ ସଂସ୍କୃତି ବିଦ୍ୟାଳୟ। 1999ରେ ଏଇଟା ସବୁ ସର୍ଟ କ୍ୱେଶ୍ଚିନ୍ ବୋଲେ 1999ରେ ଉତ୍ତର ବାଲେଶ୍ୱର ଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା। କେବେ? 1999ରେ। କଟକ ରେଭେନ୍ସା ମହାବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେଲା। କୋରାପୁଟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। କେବେ? 1999ରେ। ପିଲାମାନେ ସମ୍ବଲପୁର ଗଙ୍ଗାଧର ମହାବିଦ୍ୟାଳୟ ଏବଂ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି। ନାରୀ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ୱରଠାରେ ରମାଦେବୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ପିଲାମାନେ ତିନିଟା ଇମ୍ପୋର୍ଟାଣ୍ଟ। ଏଠି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛବି ଅଛି। ଶିକ୍ଷକ ପ୍ରଶିକ୍ଷଣ ପାଇଁ କଟକ ପ୍ରଶିକ୍ଷଣ ମହାବିଦ୍ୟାଳୟ କାର୍ଯ୍ୟରତ ଥିଲା। ଏହା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପିଲାମାନେ କଟକ ଯୋଉ ପ୍ରଶିକ୍ଷଣ ବିଦ୍ୟାଳୟରେ କଣ କରାଯାଉଥିଲା ନା ଏଠାରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ତାଲିମ ଦିଆଯାଉଥିଲା। ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷା ପରିଦର୍ଶକଙ୍କ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିଲା। ଯଦି କହିବା ପରବର୍ତ୍ତୀ ସମୟରେ ଏହି କଲେଜରୁ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ କରାଗଲା, ଯାହାର ନାଁ ପରବର୍ତ୍ତୀ ସମୟରେ ରାଧାନାଥ ପ୍ରଶିକ୍ଷଣ ବିଦ୍ୟାଳୟରେ ନାମିତ କରାଯାଇଛି। 1950 ମସିହାରେ ଏହି ଶିକ୍ଷକ ପ୍ରଶିକ୍ଷଣ ପ୍ରକ୍ରିୟାକୁ ପ୍ରସାରିତ କରାଗଲା। ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ପ୍ରଶିକ୍ଷଣ ମହାବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଛି। କେବେ? 1950ରେ। ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରୁ ପରିବର୍ତ୍ତିତ କାଳରେ ଓଡ଼ିଶାର ତତ୍କାଳୀନ ସମସ୍ତ 13ଟି ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ରଶିକ୍ଷଣ ମହାବିଦ୍ୟାଳୟ କରାଯାଇଛି। ପିଲାମାନେ ଯଦି କହିବା ଓଡ଼ିଶାର ସେ ସମୟରେ ଯୋଉ 13ଟି ଜିଲ୍ଲା ଥିଲା ସବୁ ଜାଗାରେ ଗୋଟିଏ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ଖୋଲା ହେଇଥିଲା। ତେବେ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ବର୍ତ୍ତମାନ ରାଧାନାଥ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିଜ ଇନ୍ ଏଡୁକେସନ ବା RNIASE ନାମରେ ପରିଚିତ। ଶିକ୍ଷାବିତ କବିବର ରାଧାନାଥଙ୍କ ସ୍ମୃତିରେ ଏହି ଅନୁଷ୍ଠାନ ଉତ୍ସର୍ଗୀକୃତ। ସବୁ ଜାଗା ତୁମେ ଜାଣିଛ କି ପିଲା ଇମ୍ପୋର୍ଟାଣ୍ଟ। ପିଲାମାନେ ଯଦି କହିବା ବୈଷୟିକ ଶିକ୍ଷା, ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପଢିଲେ, ମାଧ୍ୟମିକ ଶିକ୍ଷା ପଢିଲେ, ବିଶ୍ୱବିଦ୍ୟାଳୟ ପଢିଲେ, ତେବେ ଏବେ ପଢିବା ବୈଷୟିକ ଶିକ୍ଷା। ସ୍ୱାଧୀନତା ପରେ ବୈଷୟିକ ଶିକ୍ଷାର ସ୍ଥିତି କଣ ଥିଲା ଆମେ ସେ ବିଷୟରେ ଆଲୋଚନା କରିବା। 1950 ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ଅବସ୍ଥାରେ ଥିଲା। କେବଳ କଟକରେ ଗୋଟିଏ ଯାନ୍ତ୍ରିକ ବିଦ୍ୟାଳୟ ଥିଲା। ଯଦି କହିବା କେବଳ କଟକରେ ଗୋଟିଏ ଯାନ୍ତ୍ରିକ ବିଦ୍ୟାଳୟ ଥିଲା। ତେବେ 1949ରୁ 1950 ବର୍ଷରେ ଓଡ଼ିଶାରେ କେତୋଟି ଶିଳ୍ପ ତାଲିମ କେନ୍ଦ୍ର ଥିଲା? ରେଭେନ୍ସା ମହାବିଦ୍ୟାଳୟରେ ବେତାର ପ୍ରଶିକ୍ଷଣ ପାଠ୍ୟକ୍ରମ ବ୍ୟବସ୍ଥା ଥିଲା। ଯଦି ପିଲା ଏମିତି କ୍ୱେଶ୍ଚିନ୍ ଆସେ ଯେ ସ୍ୱାଧୀନତା ପରେ ବୈଷୟିକ ଶିକ୍ଷାର ବ୍ୟବସ୍ଥା କଣ ଥିଲା, ଆମେ ଏମିତି ଲେଖିବା 1950 ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବୈଷୟିକ ଶିକ୍ଷାର ବ୍ୟବସ୍ଥା ଅତି ଦୟନୀୟ ଅବସ୍ଥା ଥିଲା। କେବଳ କଟକରେ ଗୋଟିଏ ଯାନ୍ତ୍ରିକ ବିଦ୍ୟାଳୟ ଥିଲା। 1949 ଏବଂ 1950 ବର୍ଷରେ ଓଡ଼ିଶାରେ କେତୋଟି ଶିଳ୍ପ ତାଲିମ କେନ୍ଦ୍ର ଥିଲା? ରେଭେନ୍ସା ମହାବିଦ୍ୟାଳୟରେ ବେତାର ପ୍ରଶିକ୍ଷଣ ପାଠ୍ୟକ୍ରମ ବ୍ୟବସ୍ଥା ଥିଲା। ଓଡ଼ିଶାରେ ଯାନ୍ତ୍ରିକ ମହାବିଦ୍ୟାଳୟ ନଥିବାରୁ ଶିଳ୍ପ ବିଭାଗ ମାଧ୍ୟମରେ କେତେ ଜଣ ଛାତ୍ରଙ୍କୁ ଓଡ଼ିଶା ବାହାରେ ଯାନ୍ତ୍ରିକ ମହାବିଦ୍ୟାଳୟ ଡିଗ୍ରୀ ପାଠ ପଢିବାକୁ ପଠାଯାଉଥିଲା। 1956 ମସିହାରେ ବୁର୍ଲାଠାରେ ପ୍ରତିଷ୍ଠିତ ହେଲା ଓଡ଼ିଶା ପାଇଁ ଏକ ଯାନ୍ତ୍ରିକ ବିଦ୍ୟାଳୟ। ପିଲାମାନେ ଏଟା ସେପାରେଟ। 1956 ମସିହାରେ ବୁର୍ଲାଠାରେ ପ୍ରତିଷ୍ଠିତ ହେଲା ଓଡ଼ିଶା ପାଇଁ ଗୋଟେ ଯାନ୍ତ୍ରିକ ବିଦ୍ୟାଳୟ। 1961 ମସିହାରେ ରାଉରକେଲାଠାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ କରାଗଲା।
ଭୁବନେଶ୍ୱରରେ କଲେଜ ଅଫ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ନାମରେ ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା। ସରାଙ୍ଗ ଠାରେ ପ୍ରତିଷ୍ଠିତ ହେଲା ଅନ୍ୟ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ। ବିଂଶ ଶତାବ୍ଦୀର ଶେଷ 2 ଦଶକରେ ଘରୋଇ ଉଦ୍ୟୋଗର ଅନେକ ଗୁଡ଼ିଏ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠିତ କରାଗଲା। ପରବର୍ତ୍ତୀ ସମୟରେ ଏହି ଯାନ୍ତ୍ରିକ ମହାବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ପରିଚାଳନା ପାଇଁ 2002ରେ ରାଉରକେଲାଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ରାଉରକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ରୂପାନ୍ତରିତ ହେଲା। ବୁର୍ଲାଠାରେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଦ୍ୟାଳୟ ରହିଛି। ଯଦି ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଦ୍ୟାଳୟ କେଉଁଠି ରହିଛି ନା ବୁର୍ଲାଠାରେ। ଭୁବନେଶ୍ୱରରେ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ IIT ଅନୁଗୁଳ ଠାରେ ସ୍ଥାପିତ ହୋଇଛି। ଭୁବନେଶ୍ୱରର ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ଅନୁଗୁଳ ଠାରେ ସ୍ଥାପିତ ହୋଇଛି। ବର୍ତ୍ତମାନ ଅନେକ ଯାନ୍ତ୍ରିକ ମହାବିଦ୍ୟାଳୟ ଓଡ଼ିଶାରେ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି। ଶିଳ୍ପ କ୍ଷେତ୍ରକୁ କୁଶଳୀ କାରିଗର ଯୋଗାଇବା ପାଇଁ ଓଡ଼ିଶାରେ ଅନେକ ଯାନ୍ତ୍ରିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ଓ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଇଛି। ତେଣୁକରି ଏଇଭଳି ବୈଷୟିକ ଶିକ୍ଷାର ବ୍ୟବସ୍ଥା ରହିଥିଲା। ଆମେ ଯଦି କହିବା କୃଷି, ପଶୁପାଳନ, ମତ୍ସ୍ୟଜାତ ସମ୍ପର୍କିତ ଶିକ୍ଷା ଓ ଗବେଷଣା, ମାନେ କୃଷି ପାଇଁ ହେଇଗଲା ତୁମର ମତ୍ସ୍ୟ ଚାଷ, ପଶୁପାଳନ ଏ ରିଲେଟେଡ୍ ଯୋଉ ଶିକ୍ଷା ରହିଲା ସେ ବିଷୟରେ ଆମେ ଏବେ ଆଲୋଚନା କରିବା। କୃଷି ବିଷୟକ ଶିକ୍ଷା ପ୍ରଦାନ ପାଇଁ 1954 ମସିହାରେ ଭୁବନେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ମହାବିଦ୍ୟାଳୟ ପରିସରକୁ ସମ୍ପ୍ରସାରିତ କରି 1962 ମସିହାରେ ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ ପ୍ରତିଷ୍ଠା ହେଲା। କେନ୍ଦ୍ର ସରକାର କଟକ ଠାରେ ପ୍ରତିଷ୍ଠା କଲେ କେନ୍ଦ୍ରୀୟ ଧ୍ୟାନ ଗବେଷଣା କେନ୍ଦ୍ର। କ'ଣ ସବୁ ପଦକ୍ଷେପ ନିଆଯାଇଛି ବୋଲେ ଆମେ ଦେଖୁଛେ। କୌଶଲ୍ୟା ଗଙ୍ଗା ଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା 1977 ମସିହାରେ। କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ ଗବେଷଣା କେନ୍ଦ୍ର ନାମରେ ନାମିତ ଏହି ଅନୁଷ୍ଠାନ ମତ୍ସ୍ୟ ଚାଷ, ଏଠି କ'ଣ ପିଲାମାନେ ମତ୍ସ୍ୟ ଚାଷ ସମ୍ପର୍କରେ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ। ମନେ ରଖିବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ସାକ୍ଷୀଗୋପାଳ ଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି, ଯୋଉଟା ନଡ଼ିଆ କହୁଛେ। ହୀରାକୁଦର ଅନିତ ଦୂରରେ ଚିପିଲିମା ଠାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ତେବେ ଚାଷ ରିଲେଟେଡ୍ ଶିକ୍ଷାର ଡେଭଲପମେଣ୍ଟ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ଆମେ ସେଗୁଡ଼ାକ ଆଲୋଚନା କଲେ। ଚିକିତ୍ସା ଓ ବିଜ୍ଞାନ ଶିକ୍ଷା, ଯଦି କହିବା ଯୋଉ ମେଡିକାଲ ସାଇନ୍ସ କଥା କହୁଛେ, ସେଥିରେ କ'ଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ୱାଧୀନତା ବେଳକୁ କଟକ ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଥିଲା। ଯଦି ସେ ସମୟର ଅବସ୍ଥା କଥା କହିବା, ସ୍ୱାଧୀନତା ପରେ ପରେ କେମିତି ଚିକିତ୍ସା ଓ ବୈଜ୍ଞାନିକ ଶିକ୍ଷାର ଅବସ୍ଥା ଥିଲା। 1949 ମସିହା 50 ଶିକ୍ଷାବର୍ଷରେ ଏହି ମେଡିକାଲ କଲେଜକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନାମରେ ନାମିତ କରାଗଲା। 1959 ମସିହାରେ ସମ୍ବଲପୁର ବୁର୍ଲାଠାରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଆରମ୍ଭ ହେଲା। ବ୍ରହ୍ମପୁରରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଗଲା। ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୁର୍ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଏହି 3ଟି ଅନୁଷ୍ଠାନ ଥିଲା ମୁଖ୍ୟ ଶିକ୍ଷା କେନ୍ଦ୍ର। ଯଦି କହିବା ସ୍ୱାଧୀନତା ବେଳକୁ କଟକ ମେଡିକାଲ କଲେଜରେ କାର୍ଯ୍ୟକ୍ରମ ହୋଇସାରିଥିଲା। 1949ରୁ 1950 ଶିକ୍ଷାବର୍ଷରେ ଏହି ମେଡିକାଲ କଲେଜକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନାମରେ ନାମିତ କରାଯାଇଛି। 1959 ମସିହାରେ ସମ୍ବଲପୁର ଠାରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଆରମ୍ଭ କରାଯାଇଛି। ବ୍ରହ୍ମପୁରରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାମିତ ଏକ ମେଡିକାଲ କଲେଜ ରହିଛି। ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୁର୍ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଏହି 3ଟି ମୁଖ୍ୟ ଶିକ୍ଷା କେନ୍ଦ୍ର ରହିଥିଲା। ପିଲାମାନେ ଯଦି ପ୍ରଶ୍ନ ଆସେ ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଥିବା ଆୟୁର୍ବିଜ୍ଞାନ କ୍ଷେତ୍ରର 3ଟି କେଉଁଠାରେ ଓ ତାର ନାମ କ'ଣ, ତାହେଲେ ଉପରୋକ୍ତ ଅଣ୍ଡରଲାଇନରେ ଯାହା ରହିଛି ସେଗୁଡାକ ଆମକୁ ଲେଖିବାକୁ ପଡିବ। ଏହି ମେଡିକାଲ କଲେଜ ମାନଙ୍କ ସହିତ ସଂଯୁକ୍ତ ହୋଇ ରହିଛି ସେବିକା ପ୍ରଶିକ୍ଷଣ କେନ୍ଦ୍ର ବା ଫାର୍ମାସି କଲେଜ ଓ ହସ୍ପିଟାଲ ପାଇଁ ଫାର୍ମାସି ଯୋଉଟା ମେଡିସିନ ରିଲେଟେଡ ଶିକ୍ଷା। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକ ଚିତ୍ର। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା।
ବୈଷୟିକ ସହାୟକ ତାମିଲ କେନ୍ଦ୍ର, ଯୋଉ ଫାର୍ମାସି ପିଲାମାନେ ଦିଆହଉଛି ମେଡିସିନ ଏଜୁକେସନ, ସେଇ କଲେଜ ଗୁଡାକରେ ମଧ୍ୟ ରହିଛି। ତେବେ ଏକବିଂଶ ଶତାବ୍ଦୀରେ ପ୍ରଥମ ଦଶକରେ ଘରୋଇ ଉଦ୍ୟମରେ ଓଡ଼ିଶାରେ ଆଉ 3ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ସେଗୁଡିକ କଣ କଣ? ଭୁବନେଶ୍ୱରରେ ଅବସ୍ଥିତ 3ଟି କଲେଜ ହେଲା ହାଇଟେକ୍ ମେଡିକାଲ କଲେଜ, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ହସ୍ପିଟାଲ, ସମ୍ ହସ୍ପିଟାଲ ଓ ମେଡିକାଲ କଲେଜ। ତେବେ ପିଲା ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଘରୋଇ ଉଦ୍ୟମରେ ପ୍ରାଇଭେଟ ଯୋଉ ମେଡିକାଲ ଗୁଡାକ ଖୋଲା ହେଇଛି, ସେ 3ଟା ମେଡିକାଲ କଲେଜର ନାଁ କଣ? ଭୁବନେଶ୍ୱରରେ ଅବସ୍ଥିତ ଏହି 3ଟି କଲେଜ ହେଲା ହାଇଟେକ୍ ମେଡିକାଲ କଲେଜ, ହାଇଟେକରେ ଶିକ୍ଷା ଦିଆଯାଉଛି, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ସାଇନ୍ସ ଓ ହସ୍ପିଟାଲ ଏବଂ ସମ୍ ହସ୍ପିଟାଲ ଓ ମେଡିକାଲ କଲେଜ। ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ 2012ରୁ ଭୁବନେଶ୍ୱରରେ ଶିକ୍ଷା ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି। ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ତେବେ 2012ରେ ଭୁବନେଶ୍ୱରରୁ ଶିକ୍ଷାଦାନ ଆରମ୍ଭ କରିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଏମ୍ସ ଯୋଉଟା କହୁଛେ। ପିଲାମାନେ ଅନ୍ୟାନ୍ୟ ଶିକ୍ଷା କଥା ଯଦି ଆମେ ଆଲୋଚନା କରିବା, ଆଉ ଯାହା ବି ଶିକ୍ଷା ରହିଲା ତାକୁ ଅନ୍ୟାନ୍ୟ ଶିକ୍ଷାରେ ରଖାଯାଇଛି। ପ୍ରମୁଖ ଶିକ୍ଷା ଗୁଡ଼ିକୁ ଆମେ ଆଲୋଚନା କରିଦେଲେ। ସଂସ୍କୃତି ଶିକ୍ଷା ତଦାରଖ ପାଇଁ କଣ କରାଯାଇଛି? ସଂସ୍କୃତି ଶିକ୍ଷାର ତଦାରଖ ଓ ବିକାଶ ପାଇଁ 2000 ମସିହାରେ ଓଡ଼ିଶା ସରକାର ଭୁବନେଶ୍ୱର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ବ୍ୟବସାୟିକ ପରିଚାଳନା ଶିକ୍ଷା ପାଇଁ ପ୍ରଥମେ ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠା କରାଯାଇଥିଲା ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ। ପିଲାମାନେ ଯଦି ଆମେ ବ୍ୟବସାୟିକ ଶିକ୍ଷା କଥା କହିବା, ତେବେ ବ୍ୟବସାୟିକ ଶିକ୍ଷା ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠା କରାଯାଇଥିଲା ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ। ପରବର୍ତ୍ତୀ ସମୟରେ ଭୁବନେଶ୍ୱରରେ ଓଡ଼ିଶାର ଅନ୍ୟାନ୍ୟ ସହରରେ ଅନେକ ବ୍ୟବସାୟିକ ଶିକ୍ଷା ପ୍ରତିଷ୍ଠାନ କରାଯାଇଛି। ସେମାନେ ଛାତ୍ରଛାତ୍ରୀମାନଙ୍କୁ MBBS ଶିକ୍ଷା ପ୍ରଦାନ କରୁଛନ୍ତି ବିଜନେସ୍ ପାଇଁ। ଯଦି ଆମେ କହିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା କଥା, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦାକୁ ଆଖିରେ ରଖି ଓଡ଼ିଶାରେ କେତେକ କମ୍ପ୍ୟୁଟର ବିଜ୍ଞାନ ଭିତ୍ତିକ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଭୁବନେଶ୍ୱରରେ ସ୍ଥିତ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ଏ କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ। ବିଜ୍ଞାନ ଓ ଶିକ୍ଷା ଗବେଷଣା ପାଇଁ, ଯଦି ପିଲାମାନେ ବିଜ୍ଞାନ ଆଉ ଶିକ୍ଷା ଗବେଷଣା କଥା କହିବା, ବିଜ୍ଞାନ ଓ ଶିକ୍ଷା ଗବେଷଣା ପାଇଁ ଭୁବନେଶ୍ୱରରେ ଖୋଲାଯାଇଛି ଜାତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ। ଭୁବନେଶ୍ୱରରେ ପ୍ରତିଷ୍ଠିତ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ, କଟକଠାରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଢେଙ୍କାନାଳରେ ଭାରତୀୟ ଗବେଷଣା ଯୋଗ୍ୟ ପ୍ରଭୃତି କେନ୍ଦ୍ରୀୟ ଅନୁଷ୍ଠାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଅଛି। ଏତଦ୍ ବ୍ୟତୀତ ଯଦି କହିବା ଏ ବ୍ୟତୀତ ଖଣି ରିଲେଟେଡ, ଏହା ବ୍ୟତୀତ ଖଣିଜ ଓ ଧାତବ ପଦାର୍ଥ ଗବେଷଣା କ୍ଷେତ୍ରରେ ଭୁବନେଶ୍ୱରରେ ଆଞ୍ଚଳିକ ଗବେଷଣା ପରୀକ୍ଷାଗାର ଓ ଶିକ୍ଷା ଗବେଷଣା କ୍ଷେତ୍ରରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପ୍ରଶଂସନୀୟ କାମ କରୁଛନ୍ତି। ଏହି ଶିକ୍ଷା ପ୍ରତିଷ୍ଠାନ ଅଧୀନରେ ଓଡ଼ିଶାରେ ଏକମାତ୍ର NCERT ପରିଚାଳିତ ଡେମନଷ୍ଟ୍ରେସନ ମଲ୍ଟିପର୍ପସ୍ DM ସ୍କୁଲ ଏକ ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟାଳୟ ଭାବରେ କାର୍ଯ୍ୟ କରୁଅଛି। ଭୁବନେଶ୍ୱରଠାରେ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ ଦ୍ୱାରା ପ୍ରତିଷ୍ଠା କରାଯାଇଛି ଏକ ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର। ସେହିପରି ଓଲଟପୁରଠାରେ ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଅଛି। ଭୁବନେଶ୍ୱରରେ ଅବସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ ଜୈବ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ଓଡ଼ିଶାରେ ବିଜ୍ଞାନ ଶିକ୍ଷାର ପ୍ରସାରରେ ସହାୟକ ହୋଇଛି। ସେହିପରି ଶାରୀରିକ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ୱରରେ ଏକ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ କାମ କରୁଅଛି। ପ୍ଲାନ୍ ଏଗୁଡ଼ାକ ସେତେ ଇମ୍ପୋର୍ଟାଣ୍ଟ ନାହିଁ, ତଥାପି ଟିକେ ଓଭରଲୁକ୍ କରିବ। ତେବେ ଦ୍ୱିତୀୟ ପାଠ ଆମର କମ୍ପ୍ଲିଟଲି ଆମେ ଡିସ୍କସନ୍ କରିଦେଇଛେ ଚତୁର୍ଥ ଅଧ୍ୟାୟର, ଯୋଉଟାକି
ସ୍ୱାଧୀନତା ପରେ ଶିକ୍ଷା ବ୍ୟବସ୍ଥା ଉପରେ ଥିଲା। ମୁଁ ଆଶା କରୁଛି ତୁମମାନଙ୍କୁ ବୁଝି ଆସିଥିବ ଯାହା ବି ପଢ଼ାଗଲା ଆଜିର କ୍ଲାସ୍ରେ। ସୋ ପୁଣି ଦେଖା ହବ ଗୋଟେ ନୂଆ ଭିଡ଼ିଓ ଲେକ୍ଚରରେ।